ଦେଖନ୍ତୁ ଆଜି ଯେଉଁ ସକାଳେ ଦୁଇଟି ଛୋଟ ଛୁଆ ଏବଂ ତାଙ୍କର ବାପାଙ୍କର ଯେଉଁ ବାଇକ୍ ସହିତ ଗୋଟିଏ ଅଜଣା ଟ୍ରକ୍ର ଦୁର୍ଘଟଣା ହେଇଛି ସେଇଟା ବହୁତ ଦୁଃଖଦ ଘଟଣା। ଆଉ ଏଥିରେ ସେମାନେ ସ୍କୁଲ ଛୁଆ ଗୁଡ଼ାକ ସ୍କୁଲକୁ ଆସୁଥିଲେ ଆଉ ସେହି ସମୟରେ ଏହି ଦୁର୍ଘଟଣାଟି ଘଟିଛି। ତେଣୁ ଏ ସମ୍ବନ୍ଧରେ ଲୋକଙ୍କର ନିଶ୍ଚୟ ଭାବାବେଗ ରହିଛି ଏବଂ ପ୍ରତିକ୍ରିୟାଶୀଳ ରହିବେ ହିଁ ରହିବେ, ଯେହେତୁ ଅନ୍ ଦି ସ୍ପଟ୍ 3 ଜଣଙ୍କର ମୃତ୍ୟୁ ହୋଇଛି। ତେଣୁ ସେ ସମ୍ବନ୍ଧରେ ଯାହା ଯଥାସମ୍ଭବ ସରକାରୀ ସାହାଯ୍ୟ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କମ୍ ଆପଣଙ୍କର ଏଠିକାର ଲୋକାଲ୍ ତହସିଲଦାର ମଧ୍ୟ ସରକାରୀ ସାହାଯ୍ୟ ଦେଇଛନ୍ତି ଏବଂ ସେଇ ଯେଉଁ ଅଜଣା ଗାଡ଼ିଟି ଅଛି ଆମର ଏଫଆଇଆର୍ ହେଇ କେସ୍ ତଦନ୍ତ ହେଇକି ଛାନବିନ୍ କରାଯାଉଛି ଏବଂ ଅତି ଶୀଘ୍ର ତାକୁ ଟ୍ରକ୍କୁ ଜବତ କରାଯିବ ଏବଂ ଡ୍ରାଇଭରକୁ ମଧ୍ୟ ଗିରଫ କରିକି କୋର୍ଟ ଚାଲାଣ କରାଯିବ। ଆଉ ସେ ସମ୍ବନ୍ଧରେ ଯାହା ରାସ୍ତାରୋକ ବର୍ତ୍ତମାନ ହେଇଯାଇଥିଲା ସେଇଟା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହେଇଛି। କାଲି ମଧ୍ୟ କିଛି ଯେଉଁ ବିଭିନ୍ନ ଲୋକାଲ୍ ଲୋକଙ୍କର ଦାବି ରହିଛି ସେହି ବିଷୟରେ ମଧ୍ୟ ଲୋକାଲି ଗୋଟିଏ ମିଟିଂ ମଧ୍ୟ ବସିବ। ଶେଷରେ ସବୁ ତର୍ଜମା କରାଯାଇକି କେଉଁଟା ହେଇପାରିବ କେଉଁଟା ନ ହେଇପାରିବ ତା'ର ଫାଇନାଲାଇଜେସନ୍ ମଧ୍ୟ କରାଯିବ।